ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଜହନ 10:27-28ରେ ପ୍ରଭୁ ଯୀଶୁ କହୁଛନ୍ତି, ମୋ ମେଷମାନେ ମୋର ସ୍ୱର ଶୁଣନ୍ତି, ମୁଁ ସେମାନଙ୍କୁ ଜାଣେ ଆଉ ସେମାନେ ମୋର ପଛେ ପଛେ ଚାଲନ୍ତି। ତାଙ୍କ ସ୍ୱର କ'ଣ? ଏ ବାଇବେଲ ଯେତେ ଆମେ ବାକ୍ୟକୁ ପଢ଼ିବା, ଯେତେ ଆମେ ବାକ୍ୟକୁ ଶୁଣିବା, ସେତେ ଆମେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା। ଖାଲି ଆମେ ପଢ଼ିବା, ଖାଲି ଆମେ ଶୁଣିବା ତା ନୁହେଁ, ତାଙ୍କ ବାକ୍ୟକୁ ଆମକୁ ପାଳନ କରିବାର ଅଛି। ପ୍ରଭୁ ଯୀଶୁ କହୁଛନ୍ତି, ମୋର ପଛେ ପଛେ ଚାଲନ୍ତି, ପୁଣି ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦିଏ, ଆଉ ସେମାନେ କଦାପି କେବେ ବିନଷ୍ଟ ହେବେ ନାହିଁ, ଆଉ ମୋ ହସ୍ତରୁ ସେମାନଙ୍କୁ କେହି ହରଣ କରିପାରିବ ନାହିଁ। ହାଲେଲୁୟା। ଆମକୁ ଯେତେ ଈଶ୍ୱରଙ୍କ ବାକ୍ୟକୁ ପଢ଼ିବାର ଅଛି, ଈଶ୍ୱରଙ୍କ ବାକ୍ୟକୁ ଶୁଣିବାର ଅଛି, ତାଙ୍କ ଆତ୍ମାରେ ଆମକୁ ପରିପୂର୍ଣ୍ଣ ହେବାର ଅଛି, ତାହେଲେ ପ୍ରଭୁ ଯୀଶୁଙ୍କ ହସ୍ତରୁ ଆମକୁ କେହି ହରଣ କରିପାରିବ ନାହିଁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।